ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ତ କହିଥିଲି ସକାଳୁ ଠାକୁରଙ୍କୁ ଆମେ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ି ଆସିଛୁ, ଆମକୁ ସମର୍ପଣ କରିଦେଇଛୁ। ବୈଠକରେ ନାମ ସ୍ଥିରୀକୃତ ହେଲା ଆମ କମିଟି ତରଫରୁ, ମୁଁ ଚେୟାରମ୍ୟାନ୍ ହିସାବରେ ଏବଂ ଡକ୍ଟର ସିବିକେ ମହାନ୍ତି ସାର୍, ଆମେ 2 ଜଣ ଯିବୁ ଅଧିକୃତ ହେଲୁ। ବାକି ଅନ୍ୟ କମିଟି ଯୋଉଗୁଡାକ ଅଛି ସେଥିରେ ପ୍ରାୟ ଟୋଟାଲ 11 ସଦସ୍ୟ ଭିତରକୁ ଯିବା ପାଇଁ ଅଧିକୃତ ହେଇଛନ୍ତି। ସେ କମିଟି ଚେୟାରମ୍ୟାନ୍ ଆମର ମ୍ୟାନେଜିଂ କମିଟି ଚିଫ୍ ଆଡମିନିଷ୍ଟ୍ରେଟରଙ୍କ ପାଖରେ ଅଛି। ଆଉ ଆପାତତଃ ଆମେ 1:28 ଆମର ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି। ତେଣୁ ଆମେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରି 1:28 ସୁଦ୍ଧା ଆମର ମନ୍ଦିରର ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରିବୁ। ଚାବି ଚିଫ୍ ଆଡମିନିଷ୍ଟ୍ରେଟର ମଗେଇଛନ୍ତି ଟ୍ରେଜେରୀରୁ ଏବଂ ସେ ଚାବି ବର୍ତ୍ତମାନ ସେଠି ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତ। ସେଠି ଉପସ୍ଥିତ 1:28 ଶୁଭ ଲକ୍ଷଣ। ତେଣୁ ଶୁଣନ୍ତୁ, ମୁଁ ହଉଛି ହାଇ ଲେବୁଲ କମିଟିର, ମୋର ଯୋଡ଼ିଏ ସଦସ୍ୟ, ମୁଁ ସେଇଟା ଅଧିକୃତ ମୁଁ କହିଲି ଆପଣଙ୍କୁ। ବାକି ମେମ୍ବର ମାନେ ଯିଏ ଧରନ୍ତୁ ଯୋଉମାନେ ଟ୍ରେଜେରୀର ତତ୍ତ୍ୱାବଧାନରେ ଅଛନ୍ତି ସେ ତ ନିଶ୍ଚିତ ଭାବରେ ଯିବେ, ସେମାନେ ସବୁ ଅଫିସ ଉପସ୍ଥିତ। ଶୁଣନ୍ତୁ, ଏସ୍ଓପିରେ ନିର୍ଦ୍ଧାରିତ ହେଇଛି ସେଇ କମିଟିର ହିଁ, ମୋ କମିଟିର 2 ଜଣ ଯିବେ, ମୁଁ ସେଇ 2 ଜଣଙ୍କ ନାଁ କହିପାରିବି, ଅନ୍ୟମାନଙ୍କ ନାଁ ମୁଁ ଜାଣିନି। ଚିଫ୍ ଆଡମିନିଷ୍ଟ୍ରେଟର ତ ନିଶ୍ଚୟ ଯାଉଛନ୍ତି, କଲେକ୍ଟର ତ ନିଶ୍ଚୟ ଯାଉଛନ୍ତି, ତଡ଼ଉକରଣ ତ ଯାଉଛନ୍ତି, ଦେଉଳକରଣ ତ ଯାଉଛନ୍ତି, ତେଣୁ ଭଣ୍ଡାର ମେକାପ ମଧ୍ୟ ଯାଉଛନ୍ତି। ତେଣୁ ଏସବୁ ତ ଅଫିସିଆଲ ମେମ୍ବର, ସେମାନେ ନିଶ୍ଚିତ ଭାବରେ ସେଠି ଉପସ୍ଥିତ ରହିବେ। ବାକି ଯୋଉମାନଙ୍କର ସେଠି ଆବଶ୍ୟକତା ଅଛି ସେମାନଙ୍କୁ ମଧ୍ୟ ସଦସ୍ୟ ରୂପେ। ଶୁଣନ୍ତୁ, ମୁଁ ତ ତା ଭିତରକୁ ଯାଉଛି, ତେଣୁ ମୁଁ ସବୁ ଜାଗାରେ ଉପସ୍ଥିତ ରହିବି ବୋଲି ଇଚ୍ଛା କରିଛି। ଭିତରକୁ ପ୍ରାୟ 11 ଜଣ ଯାଉ, ନାଇଁ ସବୁ ବୋଧେ 11 ଜଣ ଯିବା, କାମ ଆରମ୍ଭ କରିବା। ସେ ହେଇଛି, ସେ ଘର ସବୁ ହେଇଛି ନିଶ୍ଚିତ। ମୁଁ ମନ୍ଦିର ସାଙ୍ଗରେ ତ ସମ୍ପୃକ୍ତ ଭାବେ ଟୋଟାଲ ସମ୍ପୃକ୍ତ ନୁହଁ, ତେଣୁ ମୁଁ ସେ ରୁମ୍ ର ନାଁ ଗୁଡା କହିପାରିବିନି। ବଟ୍ ଟେମ୍ପୋରାରୀ ରତ୍ନ ଭଣ୍ଡାର already in place. ନାଇଁ ଦେଖନ୍ତୁ ଏଇଟା ଗୋଟେ ଗୁରୁତ୍ୱ ବିଷୟ। ଯେତେବେଳେ ଠାକୁରଙ୍କର ଗହଣାର ରକ୍ଷଣାବେକ୍ଷଣର ଦାୟିତ୍ୱ ଆସିଛି, ସେତେବେଳେ ଅନ୍ୟ ଲୋକମାନେ ମନ୍ଦିରକୁ ଯିବେ ନାହିଁ, ଯିବାକୁ ଇଚ୍ଛା କରିବେ ନାହିଁ। ମୁଁ ଆଶା କରିବି ଭକ୍ତମାନେ ଆମକୁ ମଧ୍ୟ ଏଇ ସବୁ ସମୟରେ କାର୍ଯ୍ୟ ହବ, କେବଳ ତା ଭିତରେ ଯାହାଙ୍କର ସେବା ଅଛି, ସେବା ଦବାର ଅଛି, ସେଇମାନଙ୍କ ଛଡା ଅନ୍ୟମାନେ ଆମକୁ ସହଯୋଗ କରିବେ, ସେଠିକି ଆସିବେ ନାହିଁ। ଭକ୍ତମାନଙ୍କୁ, ଅଗଣିତ ଭକ୍ତ ଜଗନ୍ନାଥଙ୍କର ଅନେକ ଲୋକ ଆଜି ଆସୁଛନ୍ତି ଗୁଣ୍ଡିଚା ମନ୍ଦିରରେ ତ୍ରିମୂର୍ତ୍ତିକୁ ଦର୍ଶନ କରିବା ପାଇଁ। ସେମାନଙ୍କୁ ସମସ୍ତଙ୍କୁ ଅନୁରୋଧ, ଆମେ ଯେହେତୁ 12ଟା ପରେ ପ୍ରବେଶ କରିବୁ ମନ୍ଦିର ଭିତରେ, ସେମାନେ 12ଟାରୁ ଆମେ ଭିତରୁ ବାହାରିଲା ପର୍ଯ୍ୟନ୍ତ ସେବା ଆବଶ୍ୟକ ଲୋକଙ୍କ ଛଡା ଅନ୍ୟମାନେ ମନ୍ଦିର ଆଡେ ନ ଆସନ୍ତୁ, ସେଟା ଆମର ଅନୁରୋଧ। କହିଦେଲି ପରା, ଅନୁରୋଧ ସେଟା 1:28 ଶୁଭ ମୁହୂର୍ତ୍ତ ହେଲା। ତେଣୁ ଆପଣ ଆମକୁ ଛାଡ଼ିଲେ ଆମେ ସେ 1:28ର ଟାର୍ଗେଟ ଧରିବୁ। ଆପଣଙ୍କୁ ଯାହା ଆଗରୁ ଆମେ କହିଥିଲୁ, ଆମେ ଶୁଦ୍ଧ ପୁତିରେ ଶୁଦ୍ଧ ମନରେ ଆମକୁ ସମର୍ପିତ କରି ସମ୍ପୂର୍ଣ୍ଣ ଭାବରେ ଠାକୁରଙ୍କୁ ଯାଉଛୁ। ସକାଳୁ ମୁଁ ଆଉ ଚିଫ୍ ଆଡମିନିଷ୍ଟ୍ରେଟର ସାହେବ ଆମେ ଯାଇ ଠାକୁରଙ୍କ ପାଖରେ, ତ୍ରିମୂର୍ତ୍ତିଙ୍କ ପାଖରେ ଗୁଣ୍ଡିଚା ମନ୍ଦିରରେ ଆମକୁ ସମର୍ପିତ କରି ଆସିଛୁ। ଆଜ୍ଞାମାଳ ଆସିଯାଇଛି, ବାହାର ଲୋକନାଥ ମନ୍ଦିରରୁ ଆଜ୍ଞାମାଳ ଏପର୍ଯ୍ୟନ୍ତ ଆସିଗଲାଣି। କହୁଛି ଆମେ ଏବେ ଯୋଉ ଯିବୁ, ଆମେ ଏଇ ଯୋଉ 12ଟା ବେଳେ ମନ୍ଦିର ଭିତରେ ପଶିବୁ। ଆପଣଙ୍କୁ ଅନୁରୋଧ, ଆପଣଙ୍କୁ ତ ସବୁ ବିସ୍ତୃତ ବିବରଣୀ ଦେଇଦେଲୁ, ଆପଣ ଆମକୁ ଆଉ ନ ଅଟକେଇ ଆମକୁ କେମିତି ଆମେ 12ଟା ସୁଦ୍ଧା ତା ଭିତରେ ପଶିବୁ, ସେଇଟା ଆପଣମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ। ଆମେ ତା ଭିତରୁ ଗଲେ ଆମର ଆଗ ଦେଖିବୁ ସବୁ ଜିନିଷ ଠିକ ଅଛି କି ନାହିଁ। 1:28 ପୂର୍ବରୁ ଆମେ ମା ବିମଳାଙ୍କର ଆଜ୍ଞା ନବୁ। 1:28 ପୂର୍ବରୁ ଆମେ ମା ଲକ୍ଷ୍ମୀ, ଯିଏକି ସେଇ ଭଣ୍ଡାର ଘରର ମାଲିକାଣୀ, ତାଙ୍କର ଆଜ୍ଞା ନବୁ, ଅନୁମତି ନବୁ। ଏବଂ ତାପରେ ସେଇ ଭଣ୍ଡାର ପାଖରେ ଯୋଉ ଲୋକନାଥ ମହାପ୍ରଭୁ ଅଛନ୍ତି, ଯୋଉଠି ଆଜ୍ଞାମାଳ ଆସିଲା ମୁଖ୍ୟ ହେଲା, ତାଙ୍କରି ଆଜ୍ଞା ନେଇ ଆମେ ପ୍ରବେଶ କରିବୁ।